ସବୁ ଦିଗରୁ ଫାଇଦା ମିଳିବ। ଫାଇଦା ତ ପ୍ରଥମ ଫାଇଦା ହେଉଛି ଯେ ଓଡ଼ିଶା କେମିତି ଆତିଥ୍ୟ ଦିଏ ବିଶ୍ୱବାସୀ ଜାଣିବେ। ଯେଉଁମାନେ ପ୍ରବାସୀ ଭାରତୀୟ ଆସିଥିଲେ ସେମାନେ ସମସ୍ତେ ମୁଗ୍ଧ ହୋଇଛନ୍ତି ଓଡ଼ିଶାର ଏବଂ ଓଡ଼ିଶାବାସୀଙ୍କର ଯେଉଁ ଆତିଥ୍ୟତା ଉପରେ। ଦ୍ୱିତୀୟରେ ଓଡ଼ିଶା ବାବଦରେ ଜାଣିବା ପାଇଁ ମଧ୍ୟ ସେମାନେ ପର୍ଯ୍ୟାପ୍ତ ସୁଯୋଗ ପାଇଲେ। 3 ଦିନ ରହିଲେ, ଏକା ସାଙ୍ଗରେ ଖାଇଲୁ, ଏକା ସାଙ୍ଗରେ ବସିଲୁ, ଏକା ସାଙ୍ଗରେ କଥାବାର୍ତ୍ତା କଲୁ, ହ୍ୱାଟ୍ସଅପ୍ କଲୁ, ଭାବର ଆଦାନ ପ୍ରଦାନ କଲୁ, ବିଚାରର ଆଦାନ ପ୍ରଦାନ କଲୁ ଏବଂ ଆଇଡିଆଜର ମଧ୍ୟ ଆଦାନ ପ୍ରଦାନ କଲୁ। ଏବଂ ସେମାନେ ଓଡ଼ିଶା ବାବଦରେ, ଓଡ଼ିଶାର ଖଣିଜ ସମ୍ପଦ ବାବଦରେ, ଓଡ଼ିଶାର କମ୍ୟୁନିକେସନ ବାବଦରେ, ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ବାବଦରେ ଏବଂ ଓଡ଼ିଶାରେ ପର୍ଯ୍ୟାପ୍ତ ଜଳ ସମ୍ପଦ, ଜଙ୍ଗଲ ସମ୍ପଦର ବାବଦରେ ମଧ୍ୟ ଜାଣିବା ପାଇଁ ସୁଯୋଗ ପାଇଲେ। ତେଣୁ ସ୍ୱାଭାବିକ ଭାବରେ ଇନଭେଷ୍ଟର ଯେଉଁମାନେ ଭାରତରୁ ଯାଇକରି ବିଦେଶର ଅର୍ଥନୀତିକୁ ମଜବୁତ କରିବାରେ ସହାୟତା କରୁଛନ୍ତି, ସ୍ୱାଭାବିକ ଭାବରେ ଭାରତବର୍ଷ ଆସିବେ, ଓଡ଼ିଶା ଆସିବେ ଏବଂ ଓଡ଼ିଶାରେ ତାଙ୍କର ଯେଉଁ ଇନଭେଷ୍ଟମେଣ୍ଟ, ସେ ଇନଭେଷ୍ଟମେଣ୍ଟ ଓଡ଼ିଶାର ବେକାରୀ ସମସ୍ୟାକୁ ମଧ୍ୟ ସମାଧାନ କରିବାରେ ସହାୟକ ହେବ। ଓଡ଼ିଶାର ଯେଉଁ ଅର୍ଥନୀତିର କାୟା ତାକୁ ମଧ୍ୟ ତାର ଅଭିବୃଦ୍ଧି କରିବାରେ ମଧ୍ୟ ତାଙ୍କର ଭୂମିକା ଏବଂ ସହଯୋଗ ସହାୟକ ହେବ।